ॐ श्री गणेशाय नमः। ॐ नमो भगवते वासुदेवाय। नारायणं नमस्कृत्यं नरं चैव नरोत्तमं देवी सरस्वती व्यासं तत्जयमुदीरयेत्। मूकं करोति वाचालं पङ्गुं लङ्घयते गिरिं। यत्कृपातमहं वन्दे परमानन्दमाधवम्। भागवत महापुराण तृतीय स्कंद तृतीय अध्याय। उद्धव उवाच शृण विदुर मम वचन धरि न पारे खेदमन। से रामकृष्ण एका रथे गमिले अक्रूर संगते। माता पितांकर कुशल पुछन्ति राम आदिमूल। कंस कुदृष्टिरे संहारी मंचा उपरु केश धरी। तले पकाई रोष भरे मृत पिंड को आकर्षिले। संदीपनीर घरे जाई सकल विद्या शिक्षा पाई। से दैत्य नाम 5 जन करिता उदर विदीन। गुरु दक्षिणा अर्थे पुणी जमपुररु पुत्र आणी। गुरु कामिनी दुख हरि पुणी मिलिले निज पुरी। भीष्मक कन्या अर्थे हरि कुंडी नगरे विजे करी। गंधर्व वृत्ति आचरिले बेले से कन्या को हरिले। शृगाल मध्य सिंह जेने स्वभाग हरइते सने। जेने सुपन्न निज भाग अमृत हरि कला भोग। कोशलपुरे नरहरि शपथ षण्ड बंदी करी। कन्या लभिले नंद बाल जिणी सकल शत्रुबल। सत्यभामार बोले पुणी नंदन बनु चक्रपाणी। बड़े हरिले पारिजात लीलाए जिणी सचिनाथ। पुरे रोपिले वृक्ष नेई पत्नीर प्रिय भाव बही। गरुड़े बसी भावग्राही नाराकासुर पुरे जाई। देखिले ताहार भवन शरीरे व्यापीछि गगन। चक्रे ताहार मुंडा हाणी देखी प्रणमिला धरणी। बोलोई कलु पुत्र नाश धरणी वचने विश्वास। नारका पुत्र कुमुरारी ताराज्य अभिषेक करी। नारका अंतपुरे हरि कोटि कंदर्प रूप धरी। जुधे सकल राजा जिणी जे कन्या थिला दैत्याणी। से सर्व देखी काम भळे चाहन्ति नयन निश्चले। 16 सहस्र शताधिके तुल्य बयसी एके। हरि की बरिले सकले
ମଙ୍ଗଳ ଶୁଭ ଲଗ୍ନ ବେଳେ ତାହାଙ୍କୁ ନିଜପୁରେ ଆଣି ଏକ ମୁହୂର୍ତ୍ତେ ଚକ୍ରପାଣି ବିବାହ କଲେ ବେଦମତେ ଶୁଣ ତାହାଙ୍କ ପୁତ୍ର ଯେତେ 10 କୁମାର କନ୍ୟା ଏକ ଆତ୍ମା ସଦୃଶ ରୂପରେଖ କାଳ ଯବନ ଜରାସନ୍ଧେ ସାଲୋ ସହିତେ ପୁରେ ରୁନ୍ଧେ ତାହାକୁ ନିଜ ତେଜେ ନାସି ସୁଜନ ବାନ୍ଧବ ଆଶ୍ୱାସୀ ସମ୍ବର ଦୁଇବନ୍ତ ବାନର ମୂର ବଲ୍ଲଳ ବାଣାସୁର ଯେ ଦନ୍ତ ବକ୍ର ଆଦି କରି ତାହାଙ୍କୁ ସଂଗ୍ରାମେ ସଂହାରି ଏବେ ତ ଜ୍ୟେଷ୍ଠ ଭ୍ରାତ ସୁତେ ଅନେକ ଦ୍ରୁପତି ସହିତେ ସଙ୍ଗତେ ନିଜ ବଳ ଘେନି ଚରଣେ କମ୍ପାଇ ମେଦିନୀ ମିଳିଲେ କୁରୁକ୍ଷେତ୍ର ମଧ୍ୟେ ଚିଣି ଭୁଞ୍ଜିବେ ମହିଷାଧେ କର୍ଣ୍ଣ ଶକୁନି ଦୁଃଶାସନ ସ୍ୱଭାବେ ଦୁଷ୍ଟ 3 ଜଣ ତାହାଙ୍କୁ ହୋଇଲେ ବିଶ୍ୱାସ ଏଣୁ ହୋଇଲେ ଅଳ୍ପାୟୁଷ ଦେଖ ପଡ଼ିଲେ ଋଣ ମଧ୍ୟେ ମୂଢ଼ ଧର୍ମ ଦୋଷ ବାଦେ ଶୁଣ ବିଦୁର କହୁଁ ତତେ ଶ୍ରୀକୃଷ୍ଣ ଭାଳେ ଅନ୍ତର୍ଗତେ ଯେ ଭୀଷ୍ମ ଦ୍ରୋଣ ଭୀମାର୍ଜୁନ ମାରିଲେ ଅନେକ ରାଜନ ଭାରାନିବାର ଅର୍ଥେ ମହି ସଂହାର ଅଳପ ମଣଇ ଏ ଯେ ମୋହର ଯଦୁବଂଶ ଏ ମଲେ ଭାରା ହୋଏ ଶେଷ ମଦେ ଅରୁଣ ଚକ୍ଷୁ କୋପେ ସର୍ବେ ମରିବେ ବିପ୍ରଶାପେ ଏ ଯେ ନ ମଲେ ନহে ଶାନ୍ତି ଏମନ୍ତ ଯୋଗ ମାୟା ଚିନ୍ତି ଏମନ୍ତେ ମନେ ଚିନ୍ତା କରି ଧର୍ମସୂତଙ୍କୁ ନରହରି ବନ୍ଧୁ ସୁହୃଦ ଜନେ ମଧ୍ୟ କୃଷ୍ଣ ସ୍ଥାପିଲେ ରାଜପଦେ ଉତ୍ତରା ଗର୍ଭେ କୁରୁବଂଶ କୃଷ୍ଣ ରଖିଲେ ଅବଶେଷ ପରୀକ୍ଷିତଙ୍କୁ କରି ରକ୍ଷା ଧର୍ମନନ୍ଦନେ ଦେଲେ ଧିକ୍ଷା ଜ୍ଞାତି ମାରଣ ଦୋଷ ନାଶେ ଧର୍ମନନ୍ଦନଙ୍କୁ ବିଶ୍ୱାସେ ସର୍ବସମ୍ପଦେ ସୁସମ୍ପାଦି କରାଇ 3 ଅଶ୍ୱମେଧି ଯୁଧିଷ୍ଠି କୃଷ୍ଣେ ଅନୁଗତ ପାଳିଲେ ମହି ଘେନି ଭ୍ରାତ आपणे निज पुरे जाई नारी गणंक मध्ये थाई गृहस्थ धर्म वेद मते कृष्ण आचरिले जगते स्मित नयने स्नेह बही पीयूष सम कथा कही नारी गणंक मन मोही गृहचरिते गृहे थाई जे धर्म इह परलोके कृष्ण साधिले सुविवेके एमन्ते बहुत बरसे रमन्ते गृह मेधसे विषय वैराग्य जात होइला जोगे हृदगत कर्म अधीने काम जड़ी देव माया रे सुख लोड़ी पुरुष कर्मर अधीन
ଯୋଗେଶ୍ୱରଙ୍କୁ ଯେ ଗହନ ସେ ହରି ବିଷ୍ଣୁ ମାୟା କରି ନିଜ ପୁତ୍ରଙ୍କ ମନେ ହରି ସେ ପୁତ୍ର କ୍ରୀଡ଼ାର ସେ ଦିନେ କୋପ ସଞ୍ଚିଲେ ବିପ୍ରମନେ ହରିର ମତ ଜାଣି ଭଲେ ବ୍ରାହ୍ମଣେ ସାପ ଦେଇଗଲେ ବ୍ରାହ୍ମଣ ସାପ ପାଇ ପୁରେ ଅଦ୍ଭୁତ ଦେଖିଲେ ବିସ୍ତାରେ କୃଷ୍ଣ ବଚନେ ଶାନ୍ତି ଅର୍ଥେ ପ୍ରଭାସେ ମିଳିଲେ ସମସ୍ତେ ସେ ପୁଣ୍ୟ ଜଳେ କରି ସ୍ନାନ ପିତୃତର୍ପଣ ପିଣ୍ଡଦାନ ପୂଜିଲେ ଋଷି ଦେବଗଣେ ଗୋଦାନେ ତୋଷିଲେ ବ୍ରାହ୍ମଣୀ ସୁବର୍ଣ୍ଣ ରଜତ ଶୟନ ବସନ କମ୍ବଳ ଜିନ ରଥ କୁଞ୍ଜର ଅଶ୍ୱମାନ ଧରଣୀ ତୁଲେ କନ୍ୟାଦାନ ଅନ୍ନ ସହିତେ ନାନା ରସେ ବିପ୍ରଙ୍କୁ ଭୁଞ୍ଜାଇ ହରସେ ଏମନ୍ତେ ଯଦୁ ଭୋଜଗଣ ଗୋପୀବ୍ର ସେବା ତାଙ୍କ ପ୍ରାଣ ବିପ୍ରଙ୍କ ପାଦେ ପ୍ରଣମିତେ ଦିବସ ବଞ୍ଚିଲେ ମନ୍ତେ ସ୍ୱଭାବେ କରି ଉପବାସେ ରାତ୍ର ବଞ୍ଚିଲେ ସେ ନିରାସେ ସେ ଯଦୁବଂଶର ଚରଣେ ସୁଜନେ ଚିନ୍ତନୁକ୍ଷଣେ ହୋଇବ କୃଷ୍ଣରେ ବିଶ୍ୱାସ କହି ଜଗନ୍ନାଥ ଦାସ। इति श्रीमद्भागवते महापुराणे परमहंस संहितायां तृतीयस्कन्धे विदुर उद्धव संवादे तृतीयोऽध्यायः।